ମୁଁ ବାଣୀ ଆପଣମାନଙ୍କ ସହିତ ଅନେକ ଅନୁଭବ ଓ ଘଟଣା ସେୟାର କରି ଚାଲିବି। ଯଦି ଏହି ଚ୍ୟାନେଲଟି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ଓ ସେୟାର କରନ୍ତୁ। ଆପଣମାନଙ୍କର ଅନେକ ଅନେକ ଭଲ ପାଇବା ମୋ ପାଇଁ ଆଶୀର୍ବାଦଠୁ କମ୍ ନୁହେଁ। ଆଜିକୁ ପ୍ରାୟ 30 ବର୍ଷ ପୂର୍ବର କଥା କହୁଛି ମୁଁ। ବାପା ମୋର ଚାକିରି କରୁଥିଲେ ରେଲୱେରେ। ଟ୍ରାନ୍ସଫରେବଲ୍ ଜବ୍ ଥିଲା ତାଙ୍କର। ଜାମଶେଦପୁରରୁ ଭୁବନେଶ୍ୱରରେ ଟ୍ରାନ୍ସଫର ହୋଇଥାଏ ଚନ୍ଦ୍ରଶେଖରପୁରର ରେଲୱେ କୁଞ୍ଜ ଭବନରେ। ଆଜି ଯେମିତି ଚନ୍ଦ୍ରଶେଖରପୁର ଡେଭଲପ୍ଡ, ସେତେବେଳେ କିନ୍ତୁ ସେଇଭଳିଆ ଡେଭଲପ୍ ନଥିଲା। କ୍ୱାର୍ଟର ବି ତାଙ୍କୁ ମିଳିନଥିଲା ବୋଲି ଭଡ଼ା ଘରଟେ ନେବେ ବୋଲି ସେ ଭାବୁଥାନ୍ତି। ସେ ତାଙ୍କର ଅଫିସରେ ପିଅନ୍ ଥିଲେ। ସେ ତାଙ୍କୁ ସଜେଷ୍ଟ କଲେ, ବାବୁ ଫ୍ୟାମିଲି ତ ଆସିନି, ଜିନିଷପତ୍ର ବି ମଧ୍ୟ କିଛି ନାହିଁ, କିଛି ଦିନ ପାଇଁ ଆପଣ ଆମର ଗୋଟେ ବନ୍ଦ ପଡ଼ିଛି ଘର, ସେଇଠି ରହିଯାଆନ୍ତୁ। ବାପା କହିଲେ, ବେଶ୍ ରହିଯିବି। ବାପା ଘର ଦେଖିବା ପାଇଁ ଗଲେ ବିଶୁଙ୍କ ସହିତ। ଦେଖିକି ଲାଗିଲା ଏହା ବହୁତ ଦିନର ପୁରୁଣା ଘରଟିଏ ବନ୍ଦ ପଡ଼ିଛି। ବାପା ସେଠାରେ ଇଚ୍ଛା କଲେନି ରହିବା ପାଇଁ। ବାପା କହିଲେ, ଦେଖିକି ଲାଗୁଛି ଏହା ଏକ ଭୂତ ବଙ୍ଗଳା। କୋଠିଟି କିନ୍ତୁ ବିରାଟ ବଡ଼। ତେବେ ମୁଁ ତ ଏକା ମଣିଷ, କ'ଣ କରିବି ଏତେ ବଡ଼ ଘରେ ରହିକି? ଅଫିସରୁ ଫେରି ଖାଲି ଶୋଇବା କଥା। ବିଶୁ ଥାଉ, ମୁଁ ଆଉ କେଉଁଠି ଦେଖିବି ମ। ନା ନା ସାର୍, ସନ୍ଧ୍ୟା ଭିତରେ ମୁଁ ଘରଟିକୁ ସଫା କରି ଏକଦମ ଚକାଚକ କରିଦେବି। ଆପଣ ଆଉ ଟଙ୍କା ଖର୍ଚ୍ଚ କରିକି କାହିଁକି ରହିବେ କହିଲେ ସାର୍? ବାପା ଭାବିଲେ, ହଉ ତାହେଲେ ଠିକ୍ ଅଛି, ରହିଯିବି। ତୁମେ ମୋତେ ଏତେ ବାଧ୍ୟ କରୁଛ, ଠିକ୍ ଅଛି। ଗୋଟେ କାମ କରିବା ତାହେଲେ, ରାତିରେ ହୋଟେଲରୁ ଖାଇ ଆସି ତୁମେ ଆଉ ମୁଁ ଶୋଇପଡ଼ିବା। ମୋତେ ଭାଇ ଏକୁଟିଆ ରହିବାକୁ ଭାରି ଡର ଲାଗେ। ତାପରେ ପୁଣି ଇଏ ନୂଆ ଜାଗା। କ'ଣ କହୁଛ ବିଶୁ? ଆଜ୍ଞା ସାର୍, ଠିକ୍ ଅଛି, ଆପଣ ଯାହା କହୁଛନ୍ତି ତାହେଲେ ତାହା ହିଁ ହେବ। କିନ୍ତୁ ତାର ମୁହଁଟି ଟିକେ ଶୁଖିଗଲା। ସେଟା ଦେଖି ବାପାଙ୍କୁ ଟିକେ ଠିକ୍ ଲାଗିଲା ନାହିଁ। ଖାଇ ପିଇ ଶୋଇବା ପାଇଁ ବଙ୍ଗଳାକୁ 2 ଜଣ ଯାକ ରାତିରେ ଗଲେ। ଏଣ୍ଟ୍ରି କରିଲା ବେଳକୁ ବଙ୍ଗଳାର କବାଟଟା କିନି ଗୋଟେ ଶବ୍ଦ କଲା। ବିଶୁ, ଲାଇଟ୍ଟା ଲଗାଉନ। ହଁ ସାର୍, ଲାଇଟ୍ଟା ଲଗାଉଛି। ଇତିମଧ୍ୟରେ କିଛି ବାଦୁଡ଼ି ଭଡ଼ଭାଡ଼ ହେଇକି ମୁହଁ ଆଡ଼କୁ ମାଡ଼ି ଆସିଲେ। ସାର୍ ଆସନ୍ତୁ ଭିତରକୁ। ବିଶୁ, ଏଇଠି କ'ଣ ଦେଖାଗଲା ମ? ନାଇଁ ସାର୍, କିଛି ନୁହେଁ, ଆସନ୍ତୁ, ମୁଁ ଲାଇଟ୍ଟା ଲଗାଇ ଦେଉଛି। ବାପା କହିଲେ, ବିଶୁ ଏଇଠି କେହି ରହୁନଥିଲେ କି? ଏତେ ବଡ଼ ପ୍ରପର୍ଟି ଖାଲି ପକେଇକି ରଖିଛ, ଭଡ଼ା ହେଲେ ଦିଅନ୍ତ, ପଇସା କିଛି ପାଇଥାନ୍ତ। ଆଜ୍ଞା ସାର୍, ଏହା ଏକ ଲମ୍ବା କାହାଣୀ। ଆଚ୍ଛା, କାହିଁକି, କ'ଣ ହେଇଥିଲା କହୁନ? ଗପସପ ହେଇକି ରାତିଟା ବେଶ୍ ଭଲ ଭାବରେ କଟିଯିବ। ମଝିରେ ଯଦି ନିଦ ମାଡ଼ିବ ତାହେଲେ ଶୋଇପଡ଼ିବା। କ'ଣ କହୁଛ? ଆଜ୍ଞା ସାର୍, ତାହେଲେ ଆପଣ ଶୁଣନ୍ତୁ। ମୋର ପିଲାଦିନର କଥା। ଆମେ ସମସ୍ତେ ପୁରା ଫ୍ୟାମିଲିର ସହିତ ଏଇଠି ରହୁଥିଲୁ। ଜେଜେ ବାପା, ମା, ପିଇସି, ଦାଦା, ବାପା, ବୋଉ, ମୁଁ, ଭଉଣୀ, ଆମେ ସମସ୍ତେ ଏଠାରେ ବହୁତ ଖୁସିରେ ଚଳୁଥିଲୁ। ଅଗଣାରେ ଆମର ଗୋଟେ ବିରାଟ ବଡ଼ କୂଅଟିଏ ଥିଲା। ସମସ୍ତେ ଗାଁର ଆସନ୍ତି, ଏଇଠି ବସିକି ପାଣି କାମ ସବୁ କରନ୍ତି, ପାଣି ବି ନେଇକି ଯାଆନ୍ତି, ପିଣ୍ଡାରେ ବି ବସନ୍ତି। ଥରେ ବର୍ଷା ଦିନ ହେଇଥିଲା ସାର୍। ଅପା ଆମର ପାଣି କାଢ଼ୁଥିଲେ। ଭାଗ୍ୟ ଆଉ ବେଳା ଦୁହେଁ ଆମର ଖରାପ ଥିଲା। ଅପା ପାଣି କାଢ଼ୁ କାଢ଼ୁ ଗୋଡ଼ଟା ତାଙ୍କର କୂଅ ଭିତରେ ଖସିଗଲା। ପଡ଼ିଗଲେ କୂଅରେ। ରାତି ଯାକ ତାଙ୍କୁ ଖୋଜାଖୋଜି ଚାଲୁଥାଏ। କୁନିକି କେହି ଦେଖିଛ କି? ଆରେ ଶୁଣ, କୁନିକୁ କେହି ଦେଖିଛ କି? ଘରର ଲୋକ ସବୁଆଡ଼େ ତନ୍ନ ତନ୍ନ କରିକି ଖୋଜିଲେ, କିନ୍ତୁ ଅପାଙ୍କୁ କେହି କେଉଁଠି ପାଇଲେ ନାହିଁ। ସକାଳ ହେଇଗଲା ଯେତେବେଳେ କେହି କେଉଁଠି ତାଙ୍କୁ ଖୋଜିକି ପାଇଲେନି, ଘର ଲୋକ ସମସ୍ତେ ଭାବିଲେ, ଚାଲ ତାହେଲେ ଯାଇକି ଥାନାରେ ଆମେ ଗୋଟେ ରିପୋର୍ଟ ଲେଖୁ, ଝିଅଟି କୁଆଡ଼େ ଗଲା। ସମସ୍ତେ ତନ୍ନ ତନ୍ନ କରିକି ଖୋଜି ସାରିଲେଣି। ସମସ୍ତେ ଡିସାଇଡ଼୍ କଲେ ଆଉ ଥାନାରେ ଯାଇକି ସକାଳେ ପୋଲିସକୁ ରିପୋର୍ଟ ଲେଖିଲେ। ପୋଲିସ କହିଲେ, ବ୍ୟସ୍ତ ହୁଅନ୍ତୁନି ଆଜ୍ଞା, ଆମେ ଠିକ୍ ଖୋଜି ବାହାର କରିବା ଝିଅଟିକୁ। ଝିଅ ବୋଧେ ରାଗି କୌଣସି ସାଙ୍ଗ ଘରକୁ ଯାଇଥିବ। ସକାଳ 9ଟା ବେଳକୁ ପୋଲିସ ଘରେ ଆସିଲେ। ସବୁଆଡ଼େ ଦେଖା ଦେଖି କଲେ, ସବୁଆଡ଼େ ଖୋଜାଖୋଜି ବି ମଧ୍ୟ ଚାଲୁଥାଏ।
पुलिस अफिसरଙ୍କର ଆଖିଟା କୂଅ ଆଡ଼କୁ ପଡ଼ିଲା। ଆରେ କୂଅଟାରେ ଟିକେ ଦେଖିଲ। ଏହା କହି ପୁଲିସ ଅଫିସର ଚାହିଁ ରହିଲେ କୂଅ ଆଡ଼କୁ। କନଷ୍ଟାବଲ 2 ଜଣ ଗଲେ ମାଡ଼ି ସେ କୂଅ ଆଡ଼କୁ। ସାର୍ ସାର୍ ସାର୍, ଇଆଡ଼େ ଟିକେ ଆସିଲେ, ଜଲ୍ଦି ଆସନ୍ତୁ ଶୀଘ୍ର, ସର୍ବନାଶ ହୋଇଯାଇଛି। ଏଇ କଥା ଆବାଜ ଶୁଣି ସମସ୍ତେ ଦୌଡ଼ିକି ସିଆଡ଼କୁ ମାଡ଼ିଗଲେ। ହେ ଭଗବାନ, ଏ କ'ଣ? ଏତେ ଅବିଚାର ପ୍ରଭୁ ତମର, କହି ଜେଜେ ବାବା ମାଙ୍କର ଚିତ୍କାର ଆଉ କାନ୍ଦ ଏକ ଦୁଃଖ ଆଘାତ ପରିବେଶ ଛାଇଗଲା। ମିନିଷକ ଭିତରେ କ'ଣ ପରିବାର ଭିତରେ ଗୋଟେ ଅନ୍ଧକାର ଛାୟା ମାଡ଼ି ଆସିଲା। ପ୍ରକୃତରେ ବାପାଙ୍କର ମୃତ ଶବ ପାଣି ଉପରେ ଭାସି ଉଠିଲା। ଅପାଙ୍କୁ କୂଅରୁ କଢ଼ାଇଲା। ତାପରେ ସାର୍, ଆପଣ ଜାଣିଥିବେ, ରାତି ରୀତି କର୍ମ ସବୁ କରାଗଲା। ସବୁଦିନ ପାଇଁ ଅପା ଆମର ଚାଲିଗଲେ, ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ। ଓହୋ, ଆଚ୍ଛା ଆଚ୍ଛା, ସରି, ମୁଁ ତୁମକୁ ପୁରୁଣା କଥା ମନେ ପକାଇ ବଡ଼ ଭୁଲ କଲି, ମନରେ ବଡ଼ କଷ୍ଟ ଦେଲି। ନା ସାର୍, ଏଇଠି କାହାଣୀଟି ସରିନି। ଏହାପରେ ଆରମ୍ଭ ହେଲା ଆମର ଦୁଃଖ ଭରା କାହାଣୀ। ଭୂତର ଉପଦ୍ରବ। ଆମେ ରାତିରେ ଶୋଇଲା ବେଳେ ଯେଉଁ ବିଭିନ୍ନ ପ୍ରକାରର ଶବ୍ଦ, କେତେବେଳେ ହସ, କେତେବେଳେ କାନ୍ଦ, ଭୟାନକ ଘୋଡ଼ା ଦୌଡ଼ିବାର ଶବ୍ଦ, ଆମେ ସମସ୍ତେ ଏହି ଶବ୍ଦରେ ଡରି ଘର ଲୋକ ଏକାଠି ରାତି ସାରା ଗୋଟେ ରୁମ୍ରେ ବସି ରାତିଟା କୌଣସି ପ୍ରକାରରେ କଷ୍ଟମଷ୍ଟରେ ପ୍ରାଣ ବିକଳରେ ବିତଉଥିଲେ। ଏପରିକି କିଛି ଦିନ ବିତିଗଲା। ତାପରେ ଭୂତର ବଦମାସି ଆହୁରି ବଢ଼ିଲା ସାର୍। ଯାହା ବି ରୋଷେଇ କରାଗଲା, ଯାହା ବି ଖାଇବା ଜିନିଷ ତିଆରି କରାଗଲା, ସେ ସବୁ ଖାଦ୍ୟରେ ବାଲି ଗୋଡ଼ି ମିଶେଇ ଦେଉଥିଲା। ଜେଜେବାପା କହିଲେ, କିଛି ଗୋଟେ ଉପାୟ ନିଶ୍ଚୟ ଭାବିବାକୁ ପଡ଼ିବ। ବେଶ୍, ଟିକେ ସମୟ ଦିଅ, ମୁଁ କାଲି କିଛି ଗୋଟେ ବ୍ୟବସ୍ଥା କରିବି। ତା ପରଦିନ ଜେଜେବାପା ଗଲେ ମନ୍ଦିରରେ ଥିବା ଜଣେ ପୂଜାରୀଙ୍କି ଯାଇକି କହିଲେ ସବୁ କଥା ଫିଟେଇକି। ସେ ବହୁତ ଜେଜେଙ୍କର ପୁରୁଣା ପରିଚିତ ବନ୍ଧୁ ପରି ଥିଲେ। ଶୁଣି ମୁଣ୍ଡରେ ହାତ ଦେଇ କହିଲେ, ମୁଁ ମୋର ଗୁରୁଙ୍କ ସହିତ ନିଶ୍ଚୟ କଥା ହେବି। ଯେତେବେଳେ ଜେଜେ ଏସବୁ କଥା କହି ଘରକୁ ଫେରୁଥିଲେ, ଠିକ୍ ଗେଟ୍ ପାଖାପାଖି ସେ ହେଇଥାନ୍ତି, ସେ ସମୟରେ ତାଙ୍କ ଉପରେ ଖାଲି ପଥର ମାଡ଼ ଢୋ ଢା ହେଇକି ପଡ଼ିଲା। କିଏ ପଥର ଗୁଡ଼ିକ ଫିଙ୍ଗୁଥିଲା ଭଗବାନଙ୍କୁ ହିଁ ଜଣା। ଶୂନରୁ ଢୋଢା 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 ଖାଲି ପଥର ମାଡ଼ ହେଉଥାଏ। କୌଣସି ପ୍ରକାରରେ ଘରକୁ ପଶି ଆସିଲେ ନିଜକୁ ନିଜେ ବଞ୍ଚାଏ। ତଥାପି ମୁଣ୍ଡଟି ଫାଟିଗଲା। ତା ପରଦିନ ପୂଜାରୀ ଓ ତାଙ୍କର ଗୁରୁ ଆସିଲେ ଘରକୁ। ଘରର ଛକ ପାଖାପାଖି ହୋଇଥାନ୍ତି, ସେତେବେଳେ ତାଙ୍କୁ ଶୁଣାଗଲା ଗୋଟେ ଆବାଜ ଶୂନ୍ୟରୁ, ଖବରଦାର, ସେ ଘରକୁ ପ୍ରବେଶ କରିବନି। ଯଦି ମନା କରିବା ପରେ ବି ଦୁଃସାହସ କରିବ, ତାହେଲେ ଜୀବନ୍ତ ଫେରିବନି। ମୁଁ ତମକୁ ମାରିଦେବି। ହା 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 ହା। ଗୁରୁ ତାଙ୍କୁ ବହୁତ ସାହସର ସହିତ ପଚାରିଲେ, ତୁମେ କିଏ? ମୁଁ ହେଉଛି କୁନି। ମୋର କିଛି ଦିନ ପୂର୍ବରୁ ଏ କୂଅରେ ପଡ଼ିଯାଇ ମୃତ୍ୟୁ ହୋଇଛି। ମୁଁ ଯେତେବେଳେ ବୁଡ଼ିଗଲି କୂଅ ପାଣିରେ, ବଞ୍ଚିବା ପାଇଁ ସମସ୍ତଙ୍କୁ ପ୍ରାଣ ବିକଳରେ ଡାକୁଥାଏ, ବଞ୍ଚାଅ ବଞ୍ଚାଅ, ହେଲ୍ପ, ବଞ୍ଚାଅ। କେହି ଟିକେ ଶୁଣିଲେନି ମୋର ସେଇ ପ୍ରାଣ ବିକଳର ଆୱାଜ। ପାଣି ପିଇ ପିଇ ଶେଷରେ ମୃତ୍ୟୁ ସହିତ ଆଉ ଲଢ଼ି ପାରିଲିନି। ଶେଷ ନିଶ୍ୱାସ ତ୍ୟାଗ କରିଲି। ବହୁତ କଷ୍ଟ ପାଇଛି। ତିଳେ ତିଳେ ତଡ଼ପି ତଡ଼ପି ମୁଁ ମରିଛି। କାହିଁକି ତୁମେ ଏମାନଙ୍କୁ ଏତେ ହଇରାଣ କରୁଛ? ଗୁରୁ ପଚାରିଲେ। ଏମାନଙ୍କର କ'ଣ ଏଥିରେ ଦୋଷ? ଏହା ଏକ ଦୁର୍ଘଟଣା। ଏଥିରେ କାହାର କିଛି ଭୁଲ ନାହିଁ। ଏହା ଶୁଣି ଭୂତ ଆହୁରି ଚିତ୍କାର ଆରମ୍ଭ କଲା। ରାଗିକି ବିକଳରେ ସେ ମାରିଦେଲା ଭଳିଆ ଦାନ୍ତ କିଟମିଟ କଲା। ମୁଁ କିଛି ଜାଣିନି ଏଇସବୁ କଥା। ମୁଁ ବଞ୍ଚିବା ପାଇଁ ଏମାନଙ୍କର ସାହାଯ୍ୟ କେତେ ଲୋଡ଼ିଥିଲି, କେତେ ମାଗିଥିଲି। ଏମାନେ କେହି ଆସି ବଞ୍ଚେଇ ନାହାନ୍ତି ମୋତେ। ଏମାନଙ୍କ ଯୋଗୁଁ ମୁଁ ମରିଛି। ଏବେ ମୁଁ ଏମାନଙ୍କୁ
ଗୋଟି ଗୋଟି କରିକି ମାରିଦେବି। ଗୁରୁ ଓ ପୂଜାରୀ ଉଭୟ ଡରି ପଳାଇଗଲେ ପ୍ରାଣ ବିକଳରେ। ସେଦିନ ରାତିରେ ବିରାଟ ଦୁର୍ଘଟଣା। ମୋ ଭଉଣୀ ଛୋଟିଆ ବର୍ଷକ ବୟସରେ ହୋଇଥାଏ। ରାତିରେ ଭୀଷଣ ଜ୍ୱର, ତାକୁ ବାନ୍ତି ଝାଡ଼ା ହେଉଥାଏ। ରାତିରେ ତା ଦେହ ଜଳୁଥାଏ। ହସ୍ପିଟାଲ ନେବେ ବୋଲି ବାହାରିଲା ବେଳକୁ ସବୁ କବାଟ ବାହାରୁ କିଏ ଗୋଟେ ଲକ୍ ପକାଇ ଦେଲାଣି। ଯେତେ ଚେଷ୍ଟା କଲେ ବି କବାଟ ଫିଟେଇ ସେମାନେ ପାରିଲେ ନାହିଁ। ବାଧ୍ୟ ହୋଇ ସକାଳ ପାଇବା ଯାକେ ଅପେକ୍ଷା କଲେ। ସବୁ କବାଟ ମୁଣ୍ଡ ବାଡ଼େଇକି ସେମାନେ ପିଟିଲେ। କିଏ ଅବା ଏତେ ବଳ ପ୍ରୟୋଗ କରିକି ବାହାର ପଟୁ ତାଲା ପକାଇ ଦେଇଥିଲା କି ଲକ୍ କରିଦେଇଥିଲା, କୌଣସି ପ୍ରକାରରେ ଏହି କବାଟ ଖୋଲି ପାରିଲା ନାହିଁ। ହସ୍ପିଟାଲରେ ପହଞ୍ଚିଲା ବେଳକୁ ସକାଳେ ଡକ୍ଟର କହିଲେ, ଲେଟ୍ କରିଦେଲେ ଆଜ୍ଞା, ବେବିଟିକୁ ଯଦି ଆଗୁଆ ଟିକେ ଆଣିପାରିଥାନ୍ତେ ନିଶ୍ଚୟ ଆମେ ତାକୁ ବଞ୍ଚେଇ ପାରିଥାନ୍ତୁ। ଆଇ ଏମ୍ ସରି। ଏତିକି କହିକି ବେବିଟା ଉପରେ ଧଳା ଚାଦରଟିଏ ମଡ଼େଇ ଦେଲେ। ଗୋଟେ ମାସ ଭିତରେ ଦିଟା ମୃତ୍ୟୁ ଖବର। ସାର୍, ଆପଣ ଭାବିପାରୁଛନ୍ତି ଘରର ସେ ସମୟରେ କିଭଳି ଅବସ୍ଥା ହେଇଥାଇପାରେ? ବହୁତ ମନ ଖରାପ ହେଇଗଲା ସମସ୍ତଙ୍କର। ଏସବୁ ଭୂତର ହିଁ କାରବାର। ଘରେ ଗୁଣିଆକୁ ଡକାଗଲା। ଘରକୁ ମନ୍ତ୍ର ଦ୍ୱାରା କିଛି ଉପାୟ କରିବା ପାଇଁ ଚେଷ୍ଟା କରାଗଲା। এই ଗୁଣିଆ ବା ତାନ୍ତ୍ରିକ କୁହନ୍ତୁ ଆପଣଙ୍କ ଭାଷାରେ, ବହୁତ ପ୍ରସିଦ୍ଧ ଥିଲେ। କାମରୂକାମେକ୍ଷାରୁ ତାଙ୍କୁ ଯୋଗାଯୋଗ କରିକି ଡକାଯାଇଥିଲା। ତାଙ୍କୁ ବି ଭୂତ ଡରାଇଲା, କିନ୍ତୁ ସିଏ ମନ୍ତ୍ରତନ୍ତ୍ର ସାଧନାରେ ପାରଙ୍ଗ ଥିଲେ। ସେ ମନ୍ତ୍ର ଦ୍ୱାରା ନିଜକୁ ସୁରକ୍ଷିତ କରି ଆସିଥିଲେ। ସିଏ ପୂଜା କଲେ ଆଉ ଆଦେଶ ଦେଲେ, ମୋତେ 2 ଦିନ ଦିଆଯାଉ। ଏ 2 ଦିନ ଭିତରେ ମୁଁ ପୂଜା କରି এই ଆତ୍ମାକୁ ବାନ୍ଧିକି ମୋ ସହିତ ମୁଁ ନେଇଯିବି। ନଚେତ୍ ଇଏ ଏତେ ପ୍ରତିଶୋଧ ନେବା ପାଇଁ ମନ ବଳାଇଛି ଯେ ଆପଣମାନଙ୍କୁ ସେ ଛାଡ଼ିବନି କୌଣସି ପ୍ରକାରରେ। ଆଜି ଗୋଟେ ମୃତ୍ୟୁ ଘଟିଛି, ୟାପରେ ସିଏ ଗୋଟେ ପରେ ଗୋଟେ ସମସ୍ତଙ୍କୁ ମାରିଦେବ। କାହିଁକିନା ତା ମୁଣ୍ଡ ଭିତରେ ଏ କଥା ପଶିଛି ଯେ ଯେତେବେଳେ ସେ ମୃତ୍ୟୁ ଯନ୍ତ୍ରଣା ପାଉଥିଲା ଆପଣମାନେ ତାଙ୍କୁ ଯାଇକି କେହି ବଞ୍ଚେଇ ନାହାନ୍ତି। ସେଇ ଭୁଲ ଧାରଣାରେ ସେ ପ୍ରତିଶୋଧ ନ ନେଇକି ଏଇ ଘରୁ ସିଏ ଯିବନି। ଏବେ ସିଏ ତା ପରିବାରକୁ ତା ନିଜ ପାଖରେ ସେ ନେଇଯିବା ପାଇଁ ହିଁ ଚେଷ୍ଟାରେ ମନ ବଳେଇଛି। ଏ ପ୍ରେତ ଆତ୍ମା ବହୁତ ରାଗିକି ଅଛି। ଜେଜେବାପା ତାଙ୍କୁ ପଚାରିଲେ, କୁହନ୍ତୁ ଗୁରୁଦେବ, ତାହେଲେ ଉପାୟ କ'ଣ? କହିଲେ, ୟାର ଆଉ କୌଣସି ଉପାୟ ନାହିଁ। ଯାହା ମୁଁ ଚିନ୍ତା କରିଛି, ଯଜ୍ଞ କରିବି, ହୋମ କରିବି, ପୂଜା କରିବି, ଶେଷରେ ବୋତଲରେ ଏ ଆତ୍ମାଟିକୁ ପୁରାଇକି ନେଇଯିବି ମୋ ସାଥିରେ। ପୁଣି ମୁଁ ମୋର ପୂଜାପାଠ କରିକି ତାର ମୁକ୍ତିର ମୁଁ ବ୍ୟବସ୍ଥା କରିବି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଠିକ୍ ତାଙ୍କର କହିବା ଅନୁସାରେ ସେ ସେହା ହିଁ କଲେ। ସେ ପୂଜାପାଠ କରି ବୋତଲରେ ସେ ଆତ୍ମାଟିକୁ ପୁରାଇ ତାଙ୍କ ସାଙ୍ଗରେ ନେଇଗଲେ। ତା ପରଠାରୁ ସବୁକିଛି ନର୍ମାଲ ହେଇଗଲା। କିନ୍ତୁ ଘର ଲୋକ 2ଟା ମୃତ୍ୟୁ ଘଟଣାକୁ ସମ୍ଭାଳି ପାରିଲେ ନାହିଁ। ସେମାନେ ଭୀଷଣ ଡରି ବି ଯାଇଥିଲେ, ଆଉ ଭିତରୁ ସେମାନେ ଭାଙ୍ଗି ବି ପଡ଼ିଥିଲେ। ସେଇ ପୂଜାପାଠ ସରିଲା ପରେ ସବୁ ଆଗ ପରି ହେଇଗଲା ସତ, କିନ୍ତୁ ଘର ଲୋକମାନେ ସେଠାରେ ଆଉ ରହିବାକୁ ଇଚ୍ଛା କଲେ ନାହିଁ ସାର୍। ଆଉ ଭୁବନେଶ୍ୱରକୁ ଛାଡ଼ିକି ସମସ୍ତେ ଗାଁକୁ ଫେରିଗଲେ। ଆରେ ବିଶୁ, ସତରେ ଏଇ ଘଟଣାଟି ଶୁଣି ବହୁତ ଦୁଃଖ ଲାଗିଲା। ଭାଇ, ବର୍ତ୍ତମାନ ଘର ଲୋକମାନେ ସବୁ କେଉଁଠି ରୁହନ୍ତି? ସାର୍, ସମସ୍ତେ ଗାଁରେ ବହୁତ ଖୁସିରେ ଅଛନ୍ତି। ମୁଁ ବିତି ଯାଇଥିବା ଦିନକୁ ନେଇ ତ କିଛି କହିବାର ନା ମୋର ଅଧିକାର ଅଛି, ନା ମୁଁ ସେ ପୁରୁଣା ଦିନକୁ ମୁଁ ବଦଳେଇ ପାରେ। କିନ୍ତୁ ସମସ୍ତଙ୍କୁ ମୁଁ ଗୋଟେ କଥା ଅନୁରୋଧ କରିବି, ଭୁବନେଶ୍ୱର ବର୍ତ୍ତମାନ ବହୁତ ଉନ୍ନତ ହେଇଯାଇଛି। ପାଠ ପଢ଼ାପଢ଼ି ଆଉ ଏଜୁକେସନ୍ ଆଡ଼କୁ ଦେଖିଲେ ବର୍ତ୍ତମାନ ବହୁତ ଉନ୍ନତ ଜାଗା। ତେଣୁକରି ସମସ୍ତଙ୍କୁ ବୁଝେଇକି ଏଇ ଘରକୁ ନେଇ ଆସ। ପୁଣି ପୁରୁଣା ଜୀବନକୁ, ଦିନଗୁଡ଼ାକୁ ଭୁଲେଇ ପୁଣି ଗୋଟେ ନୂଆ ଜୀବନ ନିଜ ପରିବାର ସହିତ ଆରମ୍ଭ କର। ତମର ପିଲାମାନଙ୍କୁ ବି ଭଲ ଭବିଷ୍ୟତ ଦେଇପାରିବ, ଭଲ ପାଠ ପଢ଼ାପଢ଼ି ବି ଦେଇପାରିବ। କିନ୍ତୁ ହଁ, ତା ପୂର୍ବରୁ ଘରଟିକୁ ଟିକେ ରିପେୟାରିଂ କରିବ, କାହିଁକିନା ଘରଟା ବହୁତ ପୁରୁଣା ହେଇଗଲାଣି। ପିଲାମାନଙ୍କୁ ଧରିକି ଖୁସିରେ ଏଇଠି ଚଳିବ, ବୁଝିଲ ତ? ହଁ, ମୋତେ ଭୁଲିଯିବନି କିନ୍ତୁ। ପୁଣି ନୂଆ ଘରେ ମୋତେ ନିଶ୍ଚୟ ଡାକିବ। ମୁଁ ବି ଆସିବି। ଯେତେବେଳେ ସମସ୍ତେ ଆସି
गोटे पूजापूजी करिकी नूतन जीवन आरंभ करिब। तेबे विशु सारंकु भूलिबनी। सारंकु निश्चय मते मने पकेइकी डाकिब। आमे समस्ते आउ थरे निश्चय एई घरे रातिटे बितेइबा।